हेलो ସାଙ୍ଗମାନେ ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ଯାହାକି ବହୁତ ହି ହେଲ୍ପଫୁଲ୍। ତ ଫାଷ୍ଟ ରହିଛି ଏମିତିକି ଯେତେବେଳେ ଦେଖିବେ କି ଆମର ଟମାଟୋକୁ ଆମେ କୌଣସି ବି ଯେମିତିକି ଆମେ ରୋଷେଇ ବନେଇଥାଉ, ରୋଷେଇ ସମୟରେ ଦେଖିବେ କି ଯାହାକି ଆମକୁ ଟମାଟୋର ପେଷ୍ଟ ବନେଇବା ପାଇଁ ପଡ଼ିଥାଏ। ତ ତାକୁ ଆମକୁ ଦେଖନ୍ତୁ ଏଇଥିରେ କି ଯେମିତିକି ପୁରାପୁରି ବଢ଼ିଆସେ ପେଷ୍ଟ ବନିବ, ଆଉ ଗ୍ରେଟରରେ ଏମିତିକି ଆପଣଙ୍କର ଗୋଟେ ସେକେଣ୍ଡରେ ହିଁ ଆପଣ ପୁରାପୁରି ତାକୁ ପେଷ୍ଟ ବନେଇ ପାରିବେ। ତ ଏମିତି ଦେଖନ୍ତୁ ଗୋଟେ ଟମାଟୋକୁ ଆମେ ନେଲୁ, ତାପରେ କି ଗ୍ରେଟରରେ ଏମିତିରେ କି ଆମେ ଆକୁ ଗ୍ରେଟ୍ କରିନେବା। ପୁରାପୁରି ବହୁତ ହି ବଢ଼ିଆ ଭାବରେ ପୁରା ପେଷ୍ଟ ବନେଇଯିବ। ଆଉ ତାର ଚୋପା ଗୁଡ଼ିକ ଦେଖନ୍ତୁ କି ଯାହାକି ଚୋପା ଗୁଡ଼ିକ ଆମର ଟମାଟୋରେ ବାହାର କରିଥାଉ ଆମେ, ତ ବହୁତ ହି ସହଜରେ ଏମିତିକି ଚୋପା ଗୁଡ଼ିକ ବି ଦେଖନ୍ତୁ ବାହାରି ଯିବ। ତ ଏମିତିରେ କି ଆମେ ଆକୁ ପୁରାପୁରି ପେଷ୍ଟ ବନେଇ ବି ପାରିବା। ଆଉ ତାର ଚୋପାଟିକୁ ବି ଦେଖନ୍ତୁ କେତେ ବଢ଼ିଆ ଭାବରେ ପୁରାପୁରି ହେଇଗଲା। ତ ଆଉ ଚୋପାଟି ବି ଦେଖନ୍ତୁ କେତେ ବଢ଼ିଆ ସେ ହିଁ ବାହାରିଗଲା। ବହୁତ ହି ବଢ଼ିଆ ଭାବରେ ଏମିତିରେ କି ଆପଣ ଟ୍ରାଏ କରିପାରିବେ। ତ ନେକ୍ସଟ କ'ଣ ରହିଛି ଦେଖନ୍ତୁ, ଯେମିତିକି ଆପଣଙ୍କର ଯେକୌଣସି ବି ଏମିତି ଲିପଷ୍ଟିକ୍ ହଉ, ଲାଇନର ହଉ, ମାସ୍କାରା ହଉ, ତ ଯେସବୁ ଜିନିଷ ଆମେ ଏମିତି ଲିକ୍ୱିଡରେ ଜିନିଷ ଗୁଡ଼ିକ ଆମେ ଲଗେଇଥାଉ, ଯଦି କି ସେସବୁ ଜିନିଷ କ'ଣ ହୁଏ ନା, ତ ଆମେ ଏମିତିକି ରଖିଦେଇଥାଉ, ତ ସେଗୁଡ଼ିକ ଦେଖିବେ କି ଶୁଖିଗଲା ଟାଇପ୍ର ହେଇଯାଇଥାଏ। ଏମିତି ଗୋଟିଏ ଜାଗାରେ ଗରମ ପାଣିକୁ ପୁରାପୁରି ଭଲ ଭାବରେ ନେଇଯିବା। ତ ସେ ଗରମ ପାଣିରେ ତ ସେସବୁ ଜିନିଷକୁ ଏମିତି ଟିକେ ସମୟ ଆମେ ପକେଇକି ରଖିନେବା। ତ ତାପରେ ଆମେ ତାକୁ ବାହାର କରିନେବା। ଦେଖିବେ କି ସେଗୁଡ଼ିକ କ'ଣ ହବ ନା, ତ ପୁରାପୁରି ବଢ଼ିଆ ଭାବରେ ପୁରା ମେଲ୍ଟ ହେଇଯାଇଥିବ, ଯାହାକି ଆପଣ ବହୁତ ହି ଭଲ ଭାବରେ ପୁଣି ୟୁଜ୍ କରିପାରିବେ। ନହେଲେ କି ସେ ଦେଖିବେ କି ଶୁଖିଗଲା ଟାଇପ୍ର ହେଇଯାଇଥାଏ, ତ ଠିକ୍ ସେ ଲାଗିନଥାଏ। ତ ବହୁତ ସାରା ଏମିତିକି ଥାଏ ଗରମ ପାଣିରେ, ତ ପକେଇକି କିଛି ସମୟ ରଖିନେବା ପରେ କି ତ ଇଏ ପୁରାପୁରି ଦେଖନ୍ତୁ ଏଇଥିରେ କି ଲିକ୍ୱିଡ ବଢ଼ିଆ ଭାବରେ ଲିକ୍ୱିଡ ଗୁଡ଼ିକ ମେଲ୍ଟ ହେଇଯିବ, ଯାହାକି ଆରାମସେ ଆକୁ ଲଗେଇ ପାରିବେ। ତ ଦେଖନ୍ତୁ ପୁରା ବଢ଼ିଆ ସେ ହିଁ ଲାଗୁଛି। ତ ଏମିତି ଆପଣଙ୍କର ଯେକୌଣସି ବି ଜିନିଷ ଲିପଷ୍ଟିକ୍ ଗୁଡ଼ିକ ଲିକ୍ୱିଡ ଲିପଷ୍ଟିକ୍, ତ ଏସବୁ ଜିନିଷ ଗୁଡ଼ିକ ଯଦି କି ରହିକି ଶୁଖିଯାଉଛି, ତାହେଲେ କି ଆପଣଙ୍କର ଏମିତିରେ ଟ୍ରାଏ କରିପାରିବେ, ଯାହାକି ଆପଣଙ୍କର ସେଗୁଡ଼ିକର ଯଦି କି ଏକ୍ସପାୟରି ଥାଏ ତ ତାକୁ ଆପଣ ୟୁଜ୍ କରିବେ। ତ ଏଇ ଟାଇପ୍ରେ ଦେଖନ୍ତୁ ବହୁତ ହି ବଢ଼ିଆ ଭାବରେ କି ତ ଆକୁ ଆମେ ୟୁଜ୍ କରିପାରିବା। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କ'ଣ ରହିଛି ଏଠି ଦେଖନ୍ତୁ, ତ ଏମିତି ଆମର ଚୁଡ଼ିକୁ ଆମେ ଏଇ ଟାଇପ୍ରେ ଗୋଟିଏ ମୋଟା ଟାଇପ୍ରେ ଏମିତିକି ଚୁଡ଼ିକୁ ନେବା। ତ ସେ ଚୁଡ଼ିଟିକୁ ଆମେ କ'ଣ କରିବା ନା, ଦେଖନ୍ତୁ ଟିକେ ଉଚ୍ଚା ଟାଇପ୍ରେ ରହିବ। ତ ସେ ଚୁଡ଼ିଟିକୁ ଆମର ଦେଖନ୍ତୁ ବହୁତ ହି ବଢ଼ିଆ ଆମେ କାମରେ ଲଗେଇ ପାରିବା। ଯେମିତିକି ଆପଣଙ୍କର ପ୍ଲାଷ୍ଟିକ୍ ନୁହେଁ, ତ ଆପଣଙ୍କର ଯଦି କି ଆପଣଙ୍କର ପ୍ଲାଷ୍ଟିକ୍ ଚୁଡ଼ିକୁ ନେଉଛନ୍ତି, ତାହେଲେ ଥଣ୍ଡା ଜିନିଷକୁ ବସେଇ ପାରିବେ। ତ ନହେଲେ କି ଆପଣଙ୍କର ଏଇ ଟାଇପ୍ରେ ଚୁଡ଼ିରେ ଗରମ ବି ରଖିପାରିବେ। ଯେମିତିକି ଆପଣଙ୍କର ଷ୍ଟାଣ୍ଡରେ ଆମେ ରଖିଥାଉ ଖାଇବାର ଜିନିଷ, ଯେକୌଣସି ବି ଜିନିଷ ଏମିତି ଆମେ ରଖୁ, ତ ଏମିତି ଷ୍ଟାଣ୍ଡ ଦେଇକି ରଖୁ। ତ ଏମିତି ଗୋଟେ ଚୁଡ଼ିଟିକୁ ଦେଇକି ବହୁତ ହି ଭଲ ଭାବରେ ଆପଣଙ୍କର ଷ୍ଟାଣ୍ଡ ଟାଇପ୍ରେ ରଖିପାରିବେ। ତ ଏଇ ଟାଇପ୍ରେ ଆପଣ ଟ୍ରାଏ କରିପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କ'ଣ ରହିଛି ଏଠି ଦେଖନ୍ତୁ, ତ ଏମିତିରେ କି ଆମେ ଅଟାକୁ ଯେତେବେଳେ ବି ଆମେ ଦେଖନ୍ତୁ ଦଳିଥାଉ, ତ ହାତରେ ଏମିତି କ'ଣ ହୁଏ ନା, ଯେତେବେଳେ ବି ଏମିତିକି ଆମେ ହାତରେ ଏମିତି ଦଳୁ, ତ ସେଗୁଡ଼ିକ କ'ଣ ହୁଏ ନା, ଏମିତି ଚୁଡ଼ି ଗୁଡ଼ିକ ସାମ୍ନାକୁ ଯେତେବେଳେ ବି ଆସିଥାଏ, ତ ସେଗୁଡ଼ିକ ଏମିତି ଚୁଡ଼ିରେ ତ ଲାଗିଯାଏ। ତାପରେ କି ଆମକୁ ଅଡ଼ୁଆ ବି ଲାଗିଥାଏ। ତ ଆମେ ଆକୁ କ'ଣ କରିବା ଦେଖନ୍ତୁ, ସେପ୍ଟୋ ପିନ୍ଟିକୁ ଆମର ଏଇଥିରେ କି ଏମିତିକି ଯେତିକି ବି ଚୁଡ଼ି ଲାଗିକି ରହୁଛି, ଯେତିକି ଧରିବ, ତ ସେତିକି ମାପରେ ଏମିତି ସେପ୍ଟୋ ପିନ୍ରେ ପୁରା ଟାଇଟ୍ କରିକି ତାକୁ ଏମିତି ଲଗେଇ ନେବା। ତ ଏମିତି ଦେଖନ୍ତୁ ପିନ୍ଟିକୁ ଆମେ ସେପ୍ଟୋ ପିନ୍ଟିକୁ ପୁରା ଏମିତି ଲଗେଇ ଦେବା ପରେ କି ପୁରା ଟାଇଟ୍ ହେଇକି ସେଗୁଡ଼ିକ ଏମିତିକି ରହିବ। ତ ତାପରେ ଆମେ ଦେଖନ୍ତୁ ଏଠି ଆମର ସେପ୍ଟୋ ପିନ୍ଟିକୁ ଆମେ ଲଗେଇଦେଲୁ, ପୁରା ଟାଇଟ୍ ହେଇକି ସେଠି ଏମିତିକି ରହିଲା, ଯାହାକି ପୁରାପୁରି ଏମିତି ସାମ୍ନାକୁ ବିଲକୁଲ ହିଁ ଆସିବନି, ପୁରା ଟାଇଟ୍ ହେଇକି ସେ ଉପରକୁ ଏମିତିକି ଲାଗିକି ରହିବ, ଜମା ବି ତଳକୁ ଟାଇପ୍ରେ ଏମିତିକି ତ ଚୁଡ଼ି ଗୁଡ଼ିକ ଏମିତି ସାମ୍ନାକୁ ଆସିବନି, ଯାହାକି ଆମକୁ ଅଟାଟି ଦଳିବା ପାଇଁ ବହୁତ ହି ସହଜ ହେଇପାରିବ। ଆଉ ନହେଲେ କି ଏମିତି ଯେତେ ଏମିତି ଉପରକୁ ତାକୁ ଟାଇଟ୍ କରିକି ରଖିଲେ ବି ସେଗୁଡ଼ିକ ଟିକେ ଏମିତି ଦଳିଲା ପରେ ଅଟାଟିକୁ ତ ସାମ୍ନାକୁ ଚାଲି ଆସିଥାଏ। ତ ଏମିତିରେ କି ଆମର ଅଟାଟିକୁ କ'ଣ କରିବା ନା, ତ ଏମିତି ଖୁବ୍ ସହଜରେ କି ଆମେ ଦଳି ପାରିବା, ଯାହାକି ସାମ୍ନାକୁ ବିଲକୁଲ ହିଁ ଆସିବନି। ତ ତାକୁ ଖୁବ୍ ସହଜରେ କି ଆମେ ଅଟାଟିକୁ ଭଲ ଭାବରେ ଏମିତିକି ତ ଦଳି ପାରିବା, ଯାହାକି ନହେଲେ କି ବାରବାର ଯେତେବେଳେ ବି ଏମିତି ସାମ୍ନାକୁ ଚୁଡ଼ି ଗୁଡ଼ିକ ତ ଚାଲି ଆସିଥାଏ, ତ ଆମକୁ ଦଳିବା ପାଇଁ ଅଡ଼ୁଆ ଲାଗିଥାଏ। ତ ଏମିତିରେ କି ଆମେ ଆକୁ ଖୁବ୍ ବଢ଼ିଆ ଭାବରେ କି ଅଟାଟିକୁ ଚକଟି ପାରିବା, ଯାହାକି ବହୁତ ହି ଭଲ ଭାବରେ ଆପଣଙ୍କର ଅଟାଟିକୁ ଦଳି ପାରିବେ।
ତ ବିଲକୁଲ ହିଁ ଦେଖନ୍ତୁ ଏମିତି ସାମ୍ନାକୁ ଜମା ବି ଆସୁନାହିଁ। ତ ଏଇ ଟାଇପ୍‌ର ଆପଣ ଟ୍ରାଏ କରିପାରିବେ, ଯାହାକି କାମଟି ବହୁତ ସହଜ ହେଇଯିବ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କଣ ରହିଛି ଏଠି ଦେଖନ୍ତୁ। ତ ଏମିତି ଆମର ଯେତେବେଳେ ବି ଆପଲ୍ ଗୁଡ଼ିକ ଆମେ କାଟିଥାଉ, ଦେଖିବେ କି ତାର ଚୋପା ଗୁଡ଼ିକ ଏମିତିକି ଭିତରେ କେମିତି ମଞ୍ଜି ସହ ଲାଗିକି ଯାହାକି ଥାଏ, ତ ତାକୁ ଆମକୁ କଣ କରିବାକୁ ହବ ନା, ତ ଏଇ ଟାଇପ୍‌ର ଆମର ଆଳୁ ଛାଲିରେ ତାକୁ ଭିତରକୁ ଏମିତି ଲଗେଇକି ତାକୁ ଏମିତିକି ବାହାର କରି ନବାର ଅଛି। ତାପରେ କି ଦେଖିବେ କି ସେଗୁଡ଼ିକ କଣ ହବ ନା, ବହୁତ ହି ବଢ଼ିଆ ଭାବରେ ଦେଖନ୍ତୁ ତାର ଭିତରୁ ମଞ୍ଜି ସହ ପୁରାପୁରି ଏମିତିକି ବାହାରି ଆସିଯିବ। ତ ଭିତରେ ନହେଲେ କି ବହୁତ ସାରା ଏମିତିକି ମଞ୍ଜି ରହିଯାଏ, ତାର ଶିର ଟାଇପ୍‌ର ରହିଥାଏ। ତ ତାକୁ ଆଉ କାଟିକି ଆମକୁ ବାହାର କରିବା ପାଇଁ ପଡ଼ିବନି। ତ ଏମିତିରେ କି ତାକୁ ବାହାର କରି ନେଇପାରିବେ। ତ ଇଏ ପୁରାପୁରି ଦେଖନ୍ତୁ କେତେ ବଢ଼ିଆ ଭାବରେ ଏମିତିକି ଆପଣ ତାକୁ ବାହାର କରିପାରିବେ। ତ ନେକ୍ସଟ କଣ ରହିଛି ଏଠି ଦେଖନ୍ତୁ। ତ ଏମିତି ଚୁଡ଼ି ଗୁଡ଼ିକୁ ଆମେ କଣ କରୁନା, ଯେତେବେଳେ ବି ଆମେ ପିନ୍ଧିଥାଉ, ତ ସେଗୁଡ଼ିକ ଯେତେବେଳେ କି ପୁରା ବହୁତ ସାରା ଏମିତିକି ଟାଇଟ୍ ହେଇଥାଏ, ତାକୁ ଆମକୁ ବିଲକୁଲ ବି ଆମେ ଖୋଲି ପାରିନଥାଉ, ବହୁତ ସାରା ଟାଇଟ୍ ହେଇଯାଇଥାଏ। ତ ତାକୁ ଆମକୁ ଖୁବ ସହଜରେ କି ଆମେ ତାକୁ ବାହାର କରିପାରିବା। ଯେତେ ଟାଇଟ୍ ହେଲେ ବି କଣ କରିବା କି ଆମକୁ ଦେଖନ୍ତୁ ଏମିତି ଗୋଟିଏ ସକ୍ସକୁ ନେଇଯିବା। ତ ସକ୍ସଟିକୁ ଆମେ କଣ କରିବା ନା, ତ ଏମିତିରେ କି ଆମେ ଆକୁ ଲଗେଇ ନବା। ତ ଏମିତିରେ କି ଲଗେଇ ସାରିଲା ପରେ, ତ ଏମିତି ଦେଖନ୍ତୁ ଆକୁ ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ଆମର ଚୁଡ଼ିଟି ଯେତେବେଳେ ବି ଏମିତି ଟାଇଟ୍ ହେଇକି ରହୁଛି, ତ ସେଇ ଜାଗାରେ କି ତ ଏମିତିରେ କି ଆମେ ଆକୁ ବାହାର କରି ନବା, ଯାହାକି ବହୁତ ହି ବଢ଼ିଆ ଭାବରେ ଏମିତିକି ଚୁଡ଼ି ଗୁଡ଼ିକ ବାହାରିଯିବ। ଆଉ ସକ୍ସରେ ବି ଏମିତି ଆପଣ ଲଗେଇକି ବି ଏମିତି ରଖିପାରିବେ। କୌଣସି ଜାଗାକୁ ବି ଯଦି ଆପଣ ଯାଉଛନ୍ତି ଏମିତି ତ ସକ୍ସରେ ନେଇକି ଆପଣ ଯାଇକି ଜମା ବି ଏମିତିକି ତ ନଷ୍ଟ ହବନି। ଚୁଡ଼ିଟି ବହୁତ ବଢ଼ିଆ ଭାବରେ ବି ରହିବ, ଆଉ ବାହାର ବି କରିପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି ଜୟ ଜଗନ୍ନାଥ।